এটা যেতে বড় প্রশ্ন নহে। আমি বড় প্রশ্ন হচ্ছে আমি তো সমস্ত বর্মাহত কারণ ଆମ ଦଳର ଜଣେ ଆଗ ଧାଡ଼ିର ନେତା ଚିତ୍ତରଞ୍ଜନ କିନ୍ତୁ ବନ୍ଧଗାଁର ରାଜନୀତି ଆଗରୁ ସବୁ ଗୋଟେ ସଂଘର୍ଷ ହେଇକି ସବୁବେଳେ ଚାଲିଥିଲା। ଯେତେବେଳେ କୈଳାସ ରାଉତ ବାବୁ ଏବଂ ଈଶ୍ୱରବାବୁ ସେତେବେଳେ ନେତୃତ୍ୱ ନେଉଥିଲେ କିନ୍ତୁ ତାର ଅବସାନ ଘଟିଲା ଶାନ୍ତିର ପର୍ବ ଆରମ୍ଭ ହେଲା ଯେତେବେଳେ ବିଜୁ ଜନତାର ନବୀନ ପଟ୍ଟନାୟକ ସରକାର ଆସିଲା। ନବୀନ ପଟ୍ଟନାୟକ ସରକାର 24 ବର୍ଷ ଭିତରେ ଆଉ ସେ ବନ୍ଧଗାଁରେ ଏଭଳି ଘଟଣା ଘଟି ନାହିଁ। କିନ୍ତୁ ଯେତେବେଳେ ସରକାର ପରିବର୍ତ୍ତନ ହେଲା ଆପଣ ଦେଖୁଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ବିଶେଷ କରି ଭଦ୍ରକରେ ଅବନତି ହେବାରେ ଲାଗିଛି ଏବଂ ଆଜି ଯେଉଁମାନେ ସାହସ କରିଛନ୍ତି ଚିତ୍ତ ଉପରେ ଆକ୍ରମଣ କରି ତାକୁ ଜୀବନ ମାରିଦେବା ପାଇଁ ଯେପର୍ଯ୍ୟନ୍ତ ଇନଭେଷ୍ଟିଗେସନ ନ ହେଇଛି ମୋ ଯେ କହିବା ଭୁଲ ହେଇପାରେ କିନ୍ତୁ ଏଟା ଆକ୍ରୋଶମୂଳକ ଏବଂ ରାଜନୀତିକ। କାରଣ ତାର ଯେଉଁ ପପୁଲାରିଟି ଅଞ୍ଚଳରେ ଥିଲା ଖାଲି ବନ୍ଧଗାଁ ଅଞ୍ଚଳରେ ନୁହେଁ ଏ ବନ୍ଧଗାଁ 3-4ଟି ପଞ୍ଚାୟତ ସହିତ ଆଗରପଡ଼ାଠୁ ଆରମ୍ଭ କରି ଚରମ୍ପା ପର୍ଯ୍ୟନ୍ତ ଚିତ୍ତ କହିଲା ଖେଳି ସବୁ ଯେଉଁ ଭଲ ମନ୍ଦରେ ଇଏ ଛିଡ଼ା ହେଉଥିଲା। ବର୍ତ୍ତମାନ ଇଏ ଚାଲିଗଲା ପରେ ଲୋକ ବେସାହାରା ହେଇଯାଇଛନ୍ତି। ଅନେକ ଲୋକ କାନ୍ଦୁଛନ୍ତି ଯଦିଓ ତାଙ୍କର ସେମାନେ ସମ୍ପର୍କୀୟ ନୁହନ୍ତି ଏବଂ ସେ ସବୁ କ୍ଷେତ୍ରରେ ଅଗ୍ରଣୀ ଥିଲା। ଲୋକପ୍ରତିନିଧି ସେବା ସମବାୟର ସଭାପତି ଯେଉଁ ଦାୟିତ୍ୱ ଦେଲେ ବି ତାକୁ ସୁଚାରୁ ରୂପେ ଦଳ ଆମେ ଚାହୁଁଛୁ ଆର ପ୍ରପର ଇନଭେଷ୍ଟିଗେସନ କରାଯାଉ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ ଉପଯୁକ୍ତ ଦଣ୍ଡ ଦିଆଯାଉ ଏବଂ ଏଭଳି ଦଣ୍ଡ ଦିଆଯାଉ ଯେଭଳି ଭବିଷ୍ୟତରେ ଯେମିତି ଥିଲା ଶାନ୍ତି ଥିଲା ସେ ଶାନ୍ତି ରହୁ। ଯଦି ପୋଲିସ ଏବଂ ରାଜ୍ୟ ସରକାର ଏହା ଉପରେ ସ୍ୱତନ୍ତ୍ର ପଦକ୍ଷେପ ନ ନେବେ ତାହେଲେ ଆମେ ବାଧ୍ୟ ହୋଇକି ଆମେ ଅନ୍ୟ ପନ୍ଥା ଗ୍ରହଣ କରିବୁ।